ସେହି ଶୁଭ ମୁହୂର୍ତ୍ତ ଆଜି ଆସିଛି, ଯାହାକୁ ସମଗ୍ର ଭାରତ 500 ବର୍ଷ ଅପେକ୍ଷା କରିଥିଲା। ଆଜି ଶ୍ରୀ ରାମଲାଲା ଅଯୋଧ୍ୟାରେ ବିରାଜମାନ ହେଉଛନ୍ତି। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ବେଶ୍ ଉତ୍ସାହିତ ସାରା ଦେଶ। ଏହି ପବିତ୍ର ଦିନରେ ଭକ୍ତଙ୍କ ମଧ୍ୟରେ ଉନ୍ମାଦନା ଦେଖିବାକୁ ମିଳୁଛି। ଆଜି ଅଯୋଧ୍ୟାରେ ପ୍ରବଳ ଶୀତରେ ମଧ୍ୟ ଭକ୍ତଙ୍କ ମନରେ କୌଣସି ପ୍ରଭାବ ପଡ଼ୁନାହିଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗତ କିଛି ଦିନ ହେବ ଘନ କୁହୁଡ଼ିର ଆବରଣରେ ଘୋଡ଼େଇ ହୋଇ ରହୁଥିବା ଅଯୋଧ୍ୟା ଆଜି ପ୍ରାୟତଃ ସଫା ରହିଛି। ସକାଳ 6ଟା ପରେ କୁହୁଡ଼ି ସମ୍ପୂର୍ଣ୍ଣ ଲୋପ ପାଇଯାଇଛି। ଭାରତୀୟ ପାଣିପାଗ ବିଭାଗର ସର୍ବଶେଷ ଅପଡେଟ୍ ଅନୁଯାୟୀ ଆଜି ଏଠାରେ ସର୍ବନିମ୍ନ ତାପମାତ୍ରା 7 ଏବଂ ସର୍ବାଧିକ ତାପମାତ୍ରା 16 ଡିଗ୍ରୀ ସେଲସିୟସ୍ ରହିପାରେ। ଦିନ ସାରା ଖରା ରହିବ ବୋଲି ଆଶା କରାଯାଉଛି। ଆମେ ଆପଣଙ୍କୁ କହି ରଖୁଛୁ, ଭାରତୀୟ ପାଣିପାଗ ବିଭାଗ ବିଶେଷ କରି ଅଯୋଧ୍ୟା ପାଇଁ ଏହାର ପାଣିପାଗ ଅପଡେଟ୍ ରଖିଛି, ଯାହାକି 24 ଜାନୁଆରୀ ପର୍ଯ୍ୟନ୍ତ ଅଯୋଧ୍ୟାର ପାଣିପାଗ ଅବସ୍ଥା ବିଷୟରେ କହିବ। ଏହି ପୃଷ୍ଠାରେ ଆପଣଙ୍କୁ ପାଣିପାଗର ପୂର୍ବାନୁମାନ, ବୃଷ୍ଟିପାତ, ଆର୍ଦ୍ରତା ବିଷୟରେ ସୂଚନା ଦିଆଯାଉଛି ଏବଂ ଏହା 5ଟି ଭାଷା ହିନ୍ଦୀ, ଇଂରାଜୀ, ଉର୍ଦ୍ଦୁ, ଚାଇନିଜ୍, ଫରାସୀ ଏବଂ ସ୍ପାନିଶରେ ଆରମ୍ଭ କରାଯାଇଛି ଏବଂ ଏହା ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତର ମଧ୍ୟ ସୂଚନା ଦେଉଛି। ପାଣିପାଗ ବିଭାଗ ଅନୁଯାୟୀ ଆଜି ରାମନଗରୀ ଅଯୋଧ୍ୟାରେ ସକାଳୁ ସକାଳୁ କୁହୁଡ଼ି ଦେଖିବାକୁ ମିଳିଥିଲା। ତେବେ ଦିନ ତମାମ ହାଲୁକା ଧରଣର କୁହୁଡ଼ି ଦେଖିବାକୁ ମିଳିବ। ଭିଜିବିଲିଟି 100 ମିଟର ରହିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସେହିପରି ଅଯୋଧ୍ୟାରେ ସର୍ବୋଚ୍ଚ ତାପମାତ୍ରା 15ରୁ 17 ଡିଗ୍ରୀ ମଧ୍ୟରେ ରହିବ। ସର୍ବନିମ୍ନ ତାପମାତ୍ରା 6ରୁ 8 ଡିଗ୍ରୀ ମଧ୍ୟରେ ରହିବ।